2:20 ରାତି 2:20 ବର୍ତ୍ତମାନ ଆମେ ବାହାରେ ବୁଲୁଛୁ। କୋଉ ଭଳିଆ ଯାତ୍ରା ପ୍ରେମୀ ଆପଣ ମାନେ ଭାବନ୍ତୁ ଟିକେ। ତ ସାଙ୍ଗମାନେ ବର୍ତ୍ତମାନ ମୁଁ ଗାଡ଼ି ଚଲାଉଛି ଆଉ ଭିଡ଼ିଓ ମଧ୍ୟ କରୁଛି। ଦେଖନ୍ତୁ ଟାଇମ୍ ଦେଖନ୍ତୁ ଆପଣମାନେ ଏତେ ରାତିରେ କିଏ ଯାତ୍ରା ଦେଖିବା ପାଇଁ ଏମିତି ସବୁ ବୁଲୁଥିବେ କହିଲେ ଆଗ। ତ ହେଇଛି ଆମେ ବୁଲୁଛୁ ବର୍ତ୍ତମାନ ଆଉ ବହୁତ। ଆରେ ଏଇଟା କ'ଣଟା ସାଙ୍ଗମାନେ, ଏଇଟା କ'ଣଟା? ହାଇ ସାଙ୍ଗମାନେ, ଜୟ ଜଗନ୍ନାଥ, ଶୁଭରାତ୍ରି। ସାଙ୍ଗମାନେ ଶୁଭରାତ୍ରି କହିବାର ମାନେ ହେଉଛି ଆଜି ଭିଡ଼ିଓଟି ଆପଣମାନଙ୍କ ପାଇଁ 2ଟା ରାତିରୁ ଆରମ୍ଭ ହେଉଛି। ସାଙ୍ଗମାନେ 2ଟା ରାତିରେ ବର୍ତ୍ତମାନ ଆମେ ଯାଉଛୁ ବାହାରିକି ଯାତ୍ରା ଦେଖିବା ପାଇଁ। ତ ବାପି ଭାଇ ଆସୁଛନ୍ତି ହରିରାଜପୁର ମେଳନରୁ, ଆମେ ମାନସ ଭାଇଙ୍କର ମୋର ଯାଉଛୁ। ଆଜି ରାନୀ ପଣ୍ଡା ମ୍ୟାଡ଼ାମଙ୍କର ଆଜି ହେଉଛି ଲେଡ଼ି ଗ୍ୟାଙ୍ଗଷ୍ଟର ନାଟ୍ୟ ମଣ୍ଡପରେ ଆଜି ପୁରା ନୃତ୍ୟ ପରିବେଷଣ ହେଉଛି ଲେଡ଼ି ଗ୍ୟାଙ୍ଗଷ୍ଟର। ଚାଲନ୍ତୁ ଆଜି ଲେଡ଼ି ଗ୍ୟାଙ୍ଗଷ୍ଟର ଯାତ୍ରାକୁ ଏନ୍ଜୟ କରିବା। ତାପରେ ଯାହା ଯେମିତି ଭିଡ଼ିଓ ଆଗକୁ ଆଗକୁ ବଢ଼ିବ ଆପଣମାନେ ଦେଖିବେ। କଣ୍ଟିନ୍ୟୁ ଭିଡ଼ିଓ ସହିତ ଲାଗିକି ରହିବେ, ସପୋର୍ଟ କରିବେ, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। କ'ଣ ଭାଇ ଯିବା ଦେଖିବା ତ ଯାତ୍ରା? ହଁ ବାବା, ପୁରା ଭାଇ ଭିତରେ ପୁରା ଅଲଗା ପ୍ରକାର ଉତ୍ସାହ ରହିଛି। କାହିଁକି ନା ଆଜି ଲେଡ଼ି ଗ୍ୟାଙ୍ଗଷ୍ଟର ଦେଖିବ ଭାଇ, ପୁରା ଦେଖିକି ନିଜେ ଏନ୍ଜୟ କରିବ ଯାତ୍ରାଟିକି। ଭାରି ଖୁସି ତତ୍ପର ରହିଛି, ମନ ଭିତରେ ଉତ୍ସାହ ଉତ୍କଣ୍ଠା ଭରି ରହିଛି। ତ ଚାଲନ୍ତୁ ଆଗକୁ ବଢ଼ିବା। ରାତି ହେଲାଣି, ସବୁ ଲୋକ ଶୋଇଲେଣି, ଆମେ କିନ୍ତୁ 2ଟା ରାତିରେ ବାହାରିଛୁ। ଭାଇ କିଏ ଗୋଟେ ବାହାରିକି ଦାନ୍ତ ଘଷିଲେଣି, ଦେଖନ୍ତୁ ଗୁଡ଼ାକୁ କଲେଣି 2ଟା ରାତିରେ। ତ ଏଇଭଳିଆ ଲୋକ ସବୁ ଉଠିଗଲେଣି, 2ଟା ରାତି ହେଲାଣି, ଲୋକ ଉଠିଲେଣି, ଆମେ ଯାଉଛୁ ଯାତ୍ରା ଦେଖିବାକୁ। ତ ଚାଲନ୍ତୁ ଆଉ ଲେଟ୍ କରିବାନି, ଭିଡ଼ିଓ ଟିକେ ଆଗକୁ ବଢ଼ିବା। ଜୟ ଜଗନ୍ନାଥ, ମାଡ଼ି ଚାଲ ସାଙ୍ଗମାନେ। ନିଶାଟିଆ ରାତିରେ ବର୍ତ୍ତମାନ ଆମର ଯାତ୍ରା ଦେଖା ନିଶା। ତ ଆପଣମାନେ ଦେଖିପାରୁଥିବେ ବର୍ତ୍ତମାନ ରାତି ଅଧରେ ଆମେ ଯାଉଛୁ ଯାତ୍ରା ଦେଖିବା ପାଇଁ। ଟାଇମ୍ ଦେଖି ନିଅନ୍ତୁ ଆପଣ, 2:20 ରାତି 2:20 ବର୍ତ୍ତମାନ ଆମେ ବାହାରେ ବୁଲୁଛୁ। କୋଉ ଭଳିଆ ଯାତ୍ରା ପ୍ରେମୀ ଆପଣମାନେ ଭାବନ୍ତୁ ଟିକେ। ତ ସାଙ୍ଗମାନେ ବର୍ତ୍ତମାନ ମୁଁ ଗାଡ଼ି ଚଲାଉଛି ଆଉ ଭିଡ଼ିଓ ମଧ୍ୟ କରୁଛି। ଦେଖନ୍ତୁ ଟାଇମ୍ ଦେଖନ୍ତୁ ଆପଣମାନେ ଏତେ ରାତିରେ କିଏ ଯାତ୍ରା ଦେଖିବା ପାଇଁ ଏମିତି ସବୁ ବୁଲୁଥିବେ କହିଲେ ଆଗ। ତ ହେଇଛି ଆମେ ବୁଲୁଛୁ ବର୍ତ୍ତମାନ ଆଉ ବହୁତ। ଆରେ ଏଇଟା କ'ଣଟା ସାଙ୍ଗମାନେ, ଏଇଟା କ'ଣଟା? ଏ ଭଗବାନ, ଆରେ ଜଲ୍ଦି ଯିବାକୁ ପଡ଼ିବ ସାଙ୍ଗମାନେ। ଏଇଟା କ'ଣଟା ରାସ୍ତା ସାଇଡ଼ରେ ଆପଣମାନେ ଦେଖିଲେ ତ ମୁଁ ସେଠି ଆଉ ଗାଡ଼ି ରଖିଲିନି। ଆଉ 2:20 ନିଝୁମ ନିଶାଟିଆ ରାତି, ଆଉ ଏଭଳିଆ ଜିନିଷ ଦେଖିଲା ପରେ କ'ଣଟା ସେଇଟା କାଳିଆଟା ଶୋଇଛି ମୁଁ ଜାଣିପାରିଲିନି। ତ ମୁଁ ଜଲ୍ଦି ଏଠୁ ପଳାଏ। ତ ଦେଖିପାରୁଥିବେ ବର୍ତ୍ତମାନ ଯାତ୍ରା ଦେଖା ନିଶା ଛାଡ଼ୁନି, ଏପଟେ ପ୍ରବଳ ଭୟ। ହମ୍ସଟା ଦେଖିକି ଚଲେଇବାକୁ ପଡ଼ିବ। ହମ୍ସ ଦେଖିକି ନ ଚଲେଇଲେ ତ ଇଏ ଯେଉଁ ନିଶା ଯାତ୍ରା ଦେଖାର ସବୁ ଛାଡ଼ିଯିବ। ନିଝୁମ ରାତିର ସହରରେ ହୃଦୟର ଶୂନ୍ୟ ସ୍ଥାନ। ଦେଖନ୍ତୁ ବର୍ତ୍ତମାନ ଯାତ୍ରା ଦେଖି ଲୋକ ଫେରୁଛନ୍ତି, କିନ୍ତୁ ଆମେ ବର୍ତ୍ତମାନ 2:23ରେ ବୁଲୁଛୁ। ବାପି ଭାଇ ସାଙ୍ଗରେ ଅଛି। ବାପି ଭାଇ କହୁଛି ତମେ ଦେଖାଯାଉନ ଅନ୍ଧାରରେ। ଅନ୍ଧାରରେ କିଛି ଦେଖାଯାଉନି। ଏ ଷ୍ଟ୍ରିଟ୍ ଲାଇଟ୍ ଆଇଲା, ଏଇଠି ତମେ ଟିକେ ହାଲକା ଦେଖାଯିବ। ଦେଖାହେଲ ତ ବାପି ଭାଇ ଆଉ ମୁଁ 2 ଜଣ ଯାକ ବର୍ତ୍ତମାନ ବୁଲୁଛୁ। ହଁ ରାନୀ ପଣ୍ଡାକୁ ଟିକେ ଦେଖିଦେବା ଆଉ। ରାନୀ ପଣ୍ଡା ବଢ଼ିଆ କରୁଛନ୍ତି, ନାଟ୍ୟ ମଣ୍ଡପ ବଢ଼ିଆ କରୁଛନ୍ତି ରାନୀ ପଣ୍ଡା। ମସ୍ତ ଯାତ୍ରା ହେଉଛି। ଆମେ ପୁରା ହରିରାଜପୁର ମେଳନ ବୁଲିକି ଯାଉଛୁ ବର୍ତ୍ତମାନ ତତ୍ପରର ସହିତ ଦେଖିବା ପାଇଁ ରାନୀ ପଣ୍ଡାଙ୍କର ସେଇ ଅନୁସନ୍ଧାନମୂଳକ ନାଟକ, ବହୁ ଚର୍ଚ୍ଚିତ ନାଟକ ଲେଡି ଗ୍ୟାଙ୍ଗଷ୍ଟର। ଚାଲ ଗାଡ଼ି ଅଛି, ଚାଲ ତିଆରି ବାଗେଇ। ସାଙ୍ଗମାନେ ସୁପର ହିଟ୍ ନାଟକ, ବୋବାଲିଆ ଡ୍ୟାନ୍ସ ସବୁ କିଛି ଦେଖି ସାରିଲା ପରେ ମୁଁ ଆସିଥିଲି 3:30 ରାତିରେ ଏଡ଼ିଟିଂ ବଗେରା ସାରିକି ଶୋଇଲା ବେଳକୁ 5:30। ସକାଳୁ ବି ରେଷ୍ଟ ନାହିଁ, ସକାଳୁ ଯାଇଥିଲି ଟିକେ ନାକୁ କାମ ଥିଲା ବ୍ୟାଙ୍କରେ, ବ୍ୟାଙ୍କ କାମ ସାରିକି ବିଭିନ୍ନ ପ୍ରକାର କାମ ସାରିକି ପୁଣି ଶୋଇଥିଲି। ଶୋଇକି ବର୍ତ୍ତମାନ ଏଇନା ଉଠୁଛି 5:20, ସନ୍ଧ୍ୟା 5:20। ସାଙ୍ଗମାନେ ସନ୍ଧ୍ୟାବେଳୁ ବର୍ତ୍ତମାନ ପୁଣି ଯାହା ଯେମିତି ହେବ ଆପଣମାନେ ଦେଖିବେ। ଏଇଠୁ ଭିଡ଼ିଓଟା ଷ୍ଟାର୍ଟ କହିଲା ଭଳିଆ ମାନେ ଦିନ ଆଗ କିଛି ଭିଡ଼ିଓ ହେଇନି, ଏଇଠୁ ଆରମ୍ଭ। ତ ଚାଲନ୍ତୁ ଆଗକୁ କ'ଣ କେମିତି ହେବ, ଯାହା ଯେମିତି ହେବ ଆପଣମାନଙ୍କ ସମ୍ମୁଖୀନ ହେବ। ଚାଲନ୍ତୁ ଭିଡ଼ିଓ ସହିତ କଣ୍ଟିନ୍ୟୁ ଲାଗିକି ରହିଥାନ୍ତୁ। ଆତ୍ମା ଶାନ୍ତି କଲା ଭଳିଆ ଭିଉ ସାଙ୍ଗମାନେ ଆପଣମାନେ ଦେଖିପାରୁଥିବେ। ଟୋଟାଲ ଉପରେ ମୁଁ ବର୍ତ୍ତମାନ ଦ୍ୱିପହରୁ ଶୋଇକି 5:30 ବେଳକୁ ବାହାରକୁ ବାହାରୁଛି। ତ ଦେଖନ୍ତୁ ସୁଲସୁଲିଆ ପବନ କେଉଁ ଭଳିଆ ହେଉଛି, ଦକ୍ଷିଣୀ ପବନ ପୁରା ଗଛ ଗୋଟେ ପୁରା ହଲୁଛି ଆପଣମାନେ ଜାଣିପାରୁଥିବେ। ଆଉ ପାଗଟେ ପୁରା ମସ୍ତ ଦେଇଛି ସାଙ୍ଗମାନେ। ଓ ଏ ଯେଉଁ ମୌସୁମୀଟାକୁ ମୁଁ ଆପଣମାନଙ୍କୁ ସେୟାର କରିବାକୁ ଜମା ବି ପଛେଇନି, ସାଙ୍ଗେ ସାଙ୍ଗେ କ୍ୟାମେରା ଅନ୍ କରିକି ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ ବାହାରର ଦୃଶ୍ୟ
ଏଇ ଯେଉଁ ସୁଲସୁଲିଆ ପବନଟା ଖାସ୍ କରିକି ଯେଉଁ ଦେହରେ ବାଜିଲା ପରେ ଗୋଟେ ଅଲଗା ପ୍ରକାର ଫିଲିଙ୍ଗସ୍ ଆସୁଛି। ଫିଲିଙ୍ଗସଟା କ'ଣ ନା ଗାଁ ପ୍ରତି ଗୋଟେ ଭଲ ପାଇବା, ସ୍ନେହ, ମମତା, ଗାଁର ବାସ୍ନା ସବୁକିଛି ଆପଣମାନେ ଏଇ ପବନରୁ ହିଁ ପାଇପାରିବେ। ଏଇଟା ରହିଛି ଆମର ଗାଁ, ତ ଦେଖିପାରୁଥିବେ ଏଇଟା ଗାଁର ଦୃଶ୍ୟ। ଓ ତ ଚାଲନ୍ତୁ ଆଗକୁ ବଢ଼ିବା। ସାଙ୍ଗମାନେ ବର୍ତ୍ତମାନ ମୁଁ ଆସିଯାଇଛି ଖେଳ ପଡ଼ିଆ ଆଡ଼ିକି। ତ ଖେଳ ପଡ଼ିଆ ଆଡ଼ିକି ବର୍ତ୍ତମାନ ମୁଁ ପାଇଲି ମୋର ସାନ ଭାଇଟାକୁ। ସାନ ଭାଇ, ଆଉ କ'ଣ ଭଲ ଅଛ? ଆଜି କ'ଣ କେମିତି କ'ଣ ଦେଖିଲ ତମେ? କୋଉଠି କ'ଣ କେମିତି କ'ଣ ଦୁର୍ଘଟଣା ଘଟିଲା କହିଲ ଟିକେ? ନାଗ ସବୁ ବୁଲେଇ ହେଇକି ଯାଉଛି ମାନେ କ'ଣ ଖରାକୁ ତା ମୁଣ୍ଡ ବୁଲୁଥିଲା ନା ନାଇଁ ଜର ଫର କ'ଣ ଦେହରେ ଥିଲା? କିଛି ହେଇନି ତ? ନାଇଁ ନାଇଁ, ତମେ ଟୋଟାଲ ସାପ ଦେଖିଲେ ସାଇକେଲଟା ନୁହେଁ କି 2-3 କିଲୋମିଟର ଦୂରରୁ ରଖିବ, ଦେଖିବ। ଆଉ ସଡନ ପଶିଗଲା ମାନେ ସିଏ କ'ଣ ବ୍ୟସ୍ତରେ ଥିଲା, କୁଆଡ଼େ ଯାଉଥିଲା ନା କ'ଣ ବାହାଘର ଫାଘର ଭୋଜି ଖାଇବାକୁ? ନାଗ ସାପ ପାଣି ଭିତରକୁ? ଏ ଭଗବାନ, ପାଣି ଭିତରକୁ ପଳେଇଲା। ତା ମାନେ ପାଣି ଭିତରେ ଧଣ୍ଡ ସାପର ଭୋଜି ଫୋଜି ଥିଲା, ଆଜି ବାହାଘର ଭୋଜି ଖାଇବାକୁ ଯାଉଛି ଆଉ ବ୍ୟସ୍ତ ହେଇକି ଆଉ ଭାଇ ମୋର ଆଜି ବଞ୍ଚି ଯାଇଛି ଅଳ୍ପକେ, କାହିଁକି ନା ବାଟରେ ଯାଉଥିବା ସମୟରେ ଗୋଟେ ନାଗ ସାପ ତାଙ୍କ ରାସ୍ତାକୁ କ୍ରସ୍ କରିଥିଲା। ଠିକ ରେ ଇଏ ଆସ ଆସ, ଇଏ ବା ଆମର ଇଏ ହେଲମେଟ୍ ପିନ୍ଧା ସାଇକେଲ ଚଳାଳି। ଇଏ ନୁହେଁ କି ଆମ ଗାଁରେ ଆଜି ସାଇକେଲ ଚଲାଉଥିଲା ହେଲମେଟ୍ ପିନ୍ଧିକି, ଟୋକା ପୁରା ସେଫ୍ଟି ମେଣ୍ଟେନ୍ କରୁଛି ଏବେ। ଦେଖ ଦେଖ ତା ବାଇକ୍ କେମିତି ସାଉଣ୍ଡ ହେଉଛି, ଦେଖ ଏଇନା ସାଙ୍ଗେ ସାଙ୍ଗେ ସେଟିଂ କରିବ କ'ଣ ଗୋଟେ, ଦେଖ ଦେଖିଲ। ଏ ଭାଇ ସଫ୍ଟୱେରରେ ମାନେ ଇଏ ଯାଉଥିବ ଯେମିତି ସାଉଣ୍ଡଟା ହେଉଥିବ, ପାଡ଼ି ପାଡ଼ି ଯାଉଛି ସେଇଭଳି। ମଜାମସ୍ତି ଚାଲିଛି ଏମିତି ପିଲାମାନଙ୍କ ସହିତ। ତ ଚାଲନ୍ତୁ ଆଗକୁ ବଢ଼ିବା। ପିଲାମାନେ ଏପଟେ ଆଉ କିଛି ଖେଳୁଛନ୍ତି, ଏଇଟା ରହିଛି ଖେଳ ପଡ଼ିଆ, ବହୁତ ସାରା ପିଲା ଖେଳୁଛନ୍ତି ଆଜି। ଆଉ ମୁଁ ତ ଖେଳିପାରୁନି, ସମୟ ହେଉନି। ଏଇ 4ଟା ବେଳେ ଖେଳେ, ଆଉ ସମୟ ହେଉନି, ଆଉ ରାତି ଅନିଦ୍ରା ହେଇଯାଉଛି, ଆଉ ଖେଳିବାକୁ ଇଚ୍ଛା ହେଉନି। ରାତି ଟାଇମ୍ଟା ଖେଳିବା, ଟିକେ ଏନ୍ଜୟ କରିବା। ଆଉ ଯାହା ହଉ ଭାଇ ସହିତ ଟିକେ କିଛି କଥା ହେଇଗଲେ। ଭାଇ କ'ଣ ଖାଇଥିଲା ଆଜି ଦ୍ୱିପହରେ? ଭାତ ଡାଲି, ଭାତକୁ ଆଳୁ ଚକଟା, ମାନେ 2 ଥର ଭାତ 2ଟା ଆଇଟମ, ଆଳୁ ଚକଟାକୁ ଡାଲି ଆଉ। ଥରେ ଖାଇକି ଆଉ ଥରେ ଭାତ ଆଣିଛ, ଆଉ ଆଳୁ ଚକଟାକୁ ଡାଲି ଆଉ। ରେଡ଼ି ତ? ଓହୋ, ସକାଳୁ ପଖାଳ ଖିଆ ହେଇଛି। ପପୁ ଟେକା ମାରୁଛ, ଯଦି ମୋର ଅଲଗା ଜାଗାରେ ବାଜିବ ତ ଦେଖୁଛ ତରଭୁଜ ଖରା ଦିନେ ଏଇନା ପାଚିଛି, ଯଦି ଟେକା ବାଜିକି ତରଭୁଜ ମୋର ଫାଟିଗଲା। ଚାଲନ୍ତୁ ମଜାମସ୍ତି ଏମିତି ଚାଲିଛି। ଆଉ ପପୁ ସେଠି ବସିକି, ମୁଁ ଏଠି ଭିଡ଼ିଓ ବନଉଛି, ସେ ଟେକା ଗୋଟେ ଗୋଟେ ଫୋପାଡୁଛି ମୋ ବଢ଼ିଆ ଖେଚଡ଼। କ'ଣ ଭାଇ ଭଲ ଅଛଟି? କାଲି ହଇରାଜପୁର ଯାଇନ? କାଲି ଜମିଲା। ଆମେ କାଲି ଯାଇଥିଲୁ ରାନୀ ପଣ୍ଡା ଯାତ୍ରା ଦେଖିବାକୁ, ଯେଉଁ ଆମର କରୁଥିଲା ଲେଡି ଗ୍ୟାଙ୍ଗଷ୍ଟାର, ମସ୍ତ କରୁଥିଲେ। ଆଉ ଆଜି କୁଆଡ଼ିକି ପ୍ରୋଗ୍ରାମ? ପରୀକ୍ଷା ଚାଲିଛି। ଓହୋ, ମନ ଦେଇକି ପାଠ ପଢ଼। ଆଉ ଲାଷ୍ଟ ହଇରାଜପୁର ଦିନ ଯିବଟି? ସେଦିନ ଟିକେ ନଗଲେ କ'ଣ ଭଲ ଲାଗିବ ନା? ଖେଳୁନ ଯାଇକି? ଓହୋ, ଖେଳୁଛ ଘରକୁ ଯାଇକି ଫିଲ୍ଡିଂ କରୁଛ? ଏଇଠି ସିନା ଫିଲ୍ଡିଂ କରିବା କଥା। ଯାଅ ଟିକେ ଖେଳିଦିଅ। ମଜାମସ୍ତି ଚାଲିଛି ତା ଭିତରେ। ବୋପା ମା, ଏଠି ଗୋଟେ ଷଣ୍ଢ ତାଡ଼ିକି ଧୂର୍ସଂସ କଲା। ଦେଖନ୍ତୁ ଏଠି ଗୋଟେ ଷଣ୍ଢ ଠିଆ ହେଇଛି, ପୁରା ମାଟି ଫାଟି ତାଡ଼ିକି ହେଇଛି। ଦେଖନ୍ତୁ ପୁରା ଦୁର୍ଦ୍ଧଂସ ଉଠଉଛି। ଏସବୁ ଡେଞ୍ଜର ଜିନିଷରେ ବାବା। ତ ମହାଦେବ ଯାଉଛନ୍ତି ତାଙ୍କ ବାଟରେ, ଆମେ ଟିକେ ଜଗି ରଖିକି ଯିବାକୁ ପଡ଼ିବ।